हाय हेलो गाइस। ଆଉ ବୁଝି ସୁଗୁନିକା ପିଲା ତ ଆମେମାନେ ଜାଣିବାକୁ ପାଇଅଛୁ ଜାଣିଅଛୁ ଛତିଶଗଡ଼ରେ ଯେଉଁ ଘଟଣା ଘଟିଅଛି ତାହା ଆପଣମାନେ ସମସ୍ତେ ଜାଣିଥିଲେ। ତ ଏମିତିରେ ବି ଈଶ୍ୱରଙ୍କୁ ମଧ୍ୟ ବହୁତ କଷ୍ଟ ଦୁଃଖ ତାଡ଼ନା ମଧ୍ୟ ସେ ଆମ ପାଇଁ ପାଇଛନ୍ତି। ତ ଏମିତିରେ ଆମେ ସାଧାରଣ ମଣିଷ କିଏ ଆମେ ତ ପାଇବା ହିଁ। ତ ଆମେମାନେ କେବେ ବି ଈଶ୍ୱରଙ୍କୁ ଭୁଲିବା ନାହିଁ। ତାଙ୍କୁ ସଦାବେଳେ ଆମେ ପ୍ରାର୍ଥନା କରିବା। ଆମେ ଯେତେ ବିପଦରେ ପଡ଼ିଥାଉ ଯେତେ ଅଭାବରେ ପଡ଼ିଥାଉ ଦୁଃଖରେ ଥାଉ ଆମେ ପ୍ରାର୍ଥନା କରିବା ସେ ସମସ୍ତ ଆମର ଦୁଃଖ ଅଭାବ ସମସ୍ତ ସବୁ କିଛି ସେ ଦୂର କରିବେ। ଆମେ କେବେ ବି ତାଙ୍କୁ ଛାଡ଼ିବା ନାହିଁ। ଆମେ ତାଙ୍କ ବିନା ବଞ୍ଚିବା ଅସମ୍ଭବ। ସେଥିପାଇଁ ମୁଁ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସମସ୍ତଙ୍କୁ ଅନୁରୋଧ ଅଛି ଆପଣମାନେ ସମସ୍ତେ ଭୟ କରିବେ ନାହିଁ। କାହିଁକି ନା ଏଇ ପୃଥିବୀରେ ଆମେ ଦୁଃଖ କଷ୍ଟ ଅଭାବ ପାଇବା। ଆମେ ଏଇ ପୃଥିବୀରେ ଏଇ ଜଗତରେ ଆମେ ଭୟ କରିବା ନାହିଁ। କେବଳ ଏକମାତ୍ର ଜଣକୁ ହିଁ ଭୟ କରିବା ସେ ହେଉଛନ୍ତି ଈଶ୍ୱର ଏକମାତ୍ର ପରମେଶ୍ୱର। ଆମେ ତାଙ୍କୁ ଭୟ କରିକି ରହିବା ତାଙ୍କୁ ସଦାବେଳେ ଆମେ ପୂଜିବା ଆମେ ତାଙ୍କୁ ହୃଦୟରେ ରଖିବା। ଆମେ ଏଇ ଜଗତରେ ଯେତିକି ଘଟଣା ଘଟୁଛି ତାହା ପ୍ରତି ଆମେ କିଛି ବି ଚିନ୍ତା କରିବା ନାହିଁ କେବଳ ପ୍ରାର୍ଥନା କରିବା। ଧନ୍ୟବାଦ।